ଚିତଉ ପିଠା ହେଉଛି ଆମ ଓଡ଼ିଶାର ପାରମ୍ପରିକ ପିଠା। ଏହା ଚିତା ଲାଗି ଅମାବାସ୍ୟାରେ ହେଇଥାଏ। ଏହା ଠାକୁରଙ୍କ ପାଖରେ ଭୋଗ ଲଗାଯାଇଥାଏ। ଏହାକୁ ଚିତଉ ଅମାବାସ୍ୟା କୁହାଯାଏ। ଓଡ଼ିଆ ଘରମାନଙ୍କରେ ଏହି ଅମାବାସ୍ୟାରେ ଘରେ ଘରେ ଚିତଉ ପିଠା ହେଇଥାଏ। ତ ଆଜି ମୁଁ ବନେଇଛି ଚିତଉ ପିଠା। ଦେଖନ୍ତୁ ପିଠା ପୁରା ଜାଲିଦାର ନରମ ଚିତା ଲାଗି ଅମାବାସ୍ୟାରେ ମୁଁ ବନେଇଛି ଚିତଉ ପିଠା। ତାହା ବି ମିଠା ଚିତଉ। ପିଠାଟି ଯେତେ ସୁନ୍ଦର ଦିଶୁଛି ଖାଇବାକୁ ବି ସେତେ ଟେଷ୍ଟି ଲାଗିବ। ଏହି ମିଠା ଚିତଉ ସାଧାରଣତଃ ଚାଉଳ ଓ ନଡ଼ିଆରେ ହେଇଥାଏ। ଭିଡ଼ିଓଟିକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ନମସ୍କାର, ପ୍ରଗତି କିଚେନ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ମିଠା ଚିତଉ ପାଇଁ ମୁଁ କ'ଣ କ'ଣ ନେଇଛି ଚାଲନ୍ତୁ ଜାଣିବା। ମୁଁ ଗୋଟେ ଗିନାରେ ଫୁଲ୍ ଗିନା ଅରୁଆ ଚାଉଳ ନେଇଛି। ଦେଖନ୍ତୁ ତାକୁ ମୁଁ ପାଣି ପୁରେଇ କିଛି ସମୟ ତାକୁ ବତୁରେଇ ଦେଲି। ତା 4-5 ଘଣ୍ଟା ବତୁରେଇ ସାରିଲା ପରେ ମୁଁ ତାକୁ ଭଲ ଭାବେ ଚକଡ଼ି ଧୋଇଦେଲି। ଆପଣମାନେ ନୂଆ ଚାଉଳ ନେଇପାରିବେ, ପୁରୁଣା ଚାଉଳ ବି ନେଇପାରିବେ, କିନ୍ତୁ ଅରୁଆ ଚାଉଳ। ମୁଁ ଆମ ଗାଁରୁ ଅରୁଆ ଚାଉଳ ଆସିଥିଲା, ମୁଁ ସେ ଅରୁଆ ଚାଉଳ ନେଇଥିଲି। ତାକୁ ଧୋଇ ଧାଇକି ଗୋଟେ ଜାଗାରେ ମୁଁ ଦେଖନ୍ତୁ ଛାଣି ଦେଉଛି। କିଛି ସମୟ ତାକୁ ଗୋଟେ ଜାଗାରେ ଛାଣିକି ରଖିବାକୁ ପଡ଼ିବ, କାହିଁକିନା ଚାଉଳରୁ ଭଲ ଭାବେ ପାଣିଟା ଯେମିତି ନିଗିରି ଯିବ। ଆଉ ଆମକୁ ଯଦି ପାଣି ସହ ନେବା ପିଠାଟା ଆମେ ପାଣି ଦେଇ କଲାବେଳକୁ ବ୍ୟାଟରଟା ପାଣିଆ ହେଇଯାଇପାରେ। ସେଥିପାଇଁ ତାକୁ ଆମକୁ ଭଲ ଭାବେ ନିଗାଡ଼ିକି ଆମକୁ ନେବାକୁ ପଡ଼ିବ। ମୁଁ ପ୍ରଥମେ ଚାଉଳ ନେଇଗଲି, ତାପରେ ସେଇ ଗିନାରେ ଅଧ ଗିନା ନଡ଼ିଆ କୋରିକି ରଖିଥିଲି ତା ଦେହରେ ନେଇଗଲି। ଆପଣମାନେ କୋରା ନଡ଼ିଆ ବି ଦେଇପାରିବେ, ଖଣ୍ଡ ନଡ଼ିଆ ବି ଦେଇପାରିବେ। ତାପରେ ମୁଁ ଅଧା କପ୍ ଉପରକୁ କ୍ଷୀର ରଖିଥିଲି, କ୍ଷୀର ବି ଦେଇଦେଲି। ଆପଣମାନେ କ୍ଷୀର ବଦଳରେ ପାଣି ବି ଦେଇପାରିବେ। ଆଉ କିନ୍ତୁ ଦେଖିକି ଦେବେ, କାହିଁକିନା ବ୍ୟାଟରଟା ଯେମିତି ବେଶୀ ପତଲା ନ ହୁଏ। 2ଟା ଗୁଜୁରାତି ଦେଇ ଆକୁ ଆମେ କଭର୍ କରି ଭଲ ଭାବେ ଆକୁ ଗ୍ରାଇଣ୍ଡିଙ୍ଗ କରିଦେବା। ପୁରା ଚିକଣ କରିବାକୁ ପେଷ୍ଟ କରିବାକୁ ପଡ଼ିବ, ନହେଲେ ଯଦି ଖଦଖଦଡ଼ିଆ ରହିବ ତାହେଲେ ପାଟିକି ସେ ଚାଉଳିଆ ଲାଗିବ, ଭଲ ଲାଗିବନି, ଟେଷ୍ଟଟା ଭଲ ଲାଗିବନି। ସେଥିପାଇଁ ଆକୁ ଚିକଣ କରି ବାଟିବାକୁ ପଡ଼ିବ। ଦେଖନ୍ତୁ ମୋର ଗ୍ରାଇଣ୍ଡିଙ୍ଗ ହେଲା ପରେ ଦେଖନ୍ତୁ ତା ଥିକନେସଟା କେତେ ବଢ଼ିଆ ଅଛି, କେମିତି ପଡ଼ୁଛି ଦେଖନ୍ତୁ। ତାପରେ ମୁଁ ଗୋଟେ ଜାଗାରେ ତାକୁ ଓଜାଡ଼ି ଦେଲି। ଓଜାଡ଼ିଲା ପରେ ସେ ଗ୍ରାଇଣ୍ଡର କପ୍ଟାକୁ ଅଧା କପ୍ର ତଳକୁ ପାଣି ଦେଇକି ତାକୁ ଭଲ ଭାବେ ଧୋଇକି ବ୍ୟାଟର ଦେହରେ ଢାଳିଦେଲି। ତାପରେ ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ଗିନାରେ ଅଧ ଗିନା ତଳକୁ ମୁଁ ଗୁଡ଼ ନେଇଛି। ଆପଣମାନେ ଡଷ୍ଟ ଗୁଡ଼ ନେଇପାରିବେ, ନହେଲେ ଏମିତି ଲିକ୍ୱିଡ଼ ବାଲା ଗୁଡ଼ ବି ନେଇପାରିବେ। ତା ଦେହରେ ମୁଁ ସେଇ ଯେଉଁ ଡଙ୍କିଟା ଗୋଳଉଛି ସେଇ ଡଙ୍କିରେ ଅଧ ଡଙ୍କି ପାଣି ଦେଇ ତାକୁ ମେଲ୍ଟ କରେଇଦେଲି। ମେଲ୍ଟ ହେଇସାରିଲା ପରେ ତାକୁ ସେ ବ୍ୟାଟରରେ ଛାଣିଦେଲି। ନ ଛାଣିଲେ କାହିଁକିନା ସେଥିରେ ସେ ଯେଉଁ ତା'ର ମଇଳା ଅଂଶ ଥାଏ, ସେଥିରେ ନହେଲେ ଡାଇରେକ୍ଟ ପକାଇଲେ ସେଟା ରହିଯିବ, ସେଥିପାଇଁ ଭଲ ଲାଗିବନି ନା। ସେଥିପାଇଁ ମୋତେ ଛଙ୍କା ଦେହରେ ମୁଁ ତାକୁ ଛାଣିଦେଲି। ଛାଣି ଦେଇକି ତାକୁ ମୁଁ ଭଲ ଭାବେ ଗୋଳେଇ ଦେଲି। ଦେଖନ୍ତୁ ତାକୁ ଭଲ ଭାବେ ଟିକେ ଗୋଳେଇବାକୁ ପଡ଼ିବ, କାହିଁକିନା ଗୁଡ଼ଟା ବି ତା ସହିତ ମିକ୍ସ କରିବାକୁ ପଡ଼ିବ ନା। ତାପରେ ମୁଁ ଗୋଟେ ସ୍ପୁନରେ 2 ଚିମୁଟା, ଆଙ୍ଗୁଠିରେ 2 ଚିମୁଟା ଯେତିକି ହେବ ସେତିକି ମୁଁ ଖାଇବା ସୋଡ଼ା ନେଇଛି, ଅଧା ଚାମଚ ଲୁଣ ନେଇଛି। ତାକୁ ପକାଇକି ଭଲ ଭାବେ ଗୋଳେଇ ଦେଲି। ଗୋଳେଇକି କିଛି ସମୟ ମୁଁ କଭର୍ କରି 2-3 ଘଣ୍ଟା ପାଇଁ ମୁଁ ଛାଡ଼ିଦେଲି। 3 ଘଣ୍ଟା ହେଇଗଲା। 3 ଘଣ୍ଟା ପରେ ବ୍ୟାଟରଟାକୁ ଏବେ ଦେଖନ୍ତୁ କେମିତି ହେଇଛି। ବ୍ୟାଟରଟା ପୁରା ଫୁଲି ଯାଇଛି। ଆଉ ଡଙ୍କି ସାହାଯ୍ୟରେ ମୁଁ ଗୋଳଉଛି, ଆପଣମାନେ ଦେଖନ୍ତୁ। ଆଉ ଯଦି ମୁଁ ଯେଉଁ ଟାଇପ୍ର ମାନେ ଭାଗ ମାପ ଅନୁସାରେ କରୁଛି, ଯଦି ସେଇ ଭାଗ ମାପ ଅନୁସାରେ ଆପଣ କରିବେ ତାହେଲେ ପିଠାଟି ପରଫେକ୍ଟ ହେବ। ଆଉ ଦେଖନ୍ତୁ ମୋର ବ୍ୟାଟରଟା ଏତିକି ପତଳା ରଖିବା ଦରକାର। ଆଉ ଦେଖନ୍ତୁ ଡଙ୍କିରେ କେମିତି ଗୋଟେ ଲେୟାର କେମିତି ଲାଗିକି ରହିଛି ଦେଖନ୍ତୁ। ଯଦି ଆଠୁ ଅଧିକ ବି ରହିଯିବ କି ପତଳା ହେଇଯିବ ପିଠାଟି ତାହେଲେ ଭଲ ହେବନି। ତାପରେ ମୁଁ ପ୍ୟାନ୍ ବସାଇଦେଲି, ଟିକେ ଘିଅ ପକାଇ ତାକୁ ଭଲ ଭାବେ ଘଷିଦେଲି। ଆଗେ ତ ଯେଉଁମାନେ ସବୁ ପିଠା କରୁଥିଲେ ସେମାନେ ମାଟି ପାତ୍ରରେ ପିଠା କରୁଥିଲେ, ସେଥିରେ ସେ ତେଲ ମାରୁନଥିଲେ, ଡାଇରେକ୍ଟ ସେମିତି ପିଠା ହେଇଯାଉଥିଲା। କିନ୍ତୁ ମୋର ତ ଷ୍ଟିଲ୍ କଢ଼େଇ ଥିଲା ନା, କାଳେ ଉଠିବ ନ ଉଠିବ ମୁଁ ଜାଣିପାରିଲିନି। ସେଥିପାଇଁ ମୁଁ ଟିକେ ଘିଅ ପକାଇ ତାକୁ ଘଷିଦେଲି, ଆଣ ଦେଇଦେଲି। ଦେଖନ୍ତୁ ମୁଁ ଭାବିନଥିଲି ଏତେ ବଢ଼ିଆ, ମାନେ କେତେ ବଢ଼ିଆ ହେଇଛି ଦେଖନ୍ତୁ। ପୁରା ଯେମିତି ଜାଲିଦାର ହେଇଛି, ଆଉ କେତେ ବଢ଼ିଆ ମାଜରେ ପିଠାଟା ଉଠି ଯାଉଛି ଦେଖନ୍ତୁ। ମୁଁ ବି ବିଶ୍ୱାସ କରିପାରୁନି ଏତେ ଜଲ୍ଦି ଏତେ ବଢ଼ିଆ ଭାବରେ ଉଠିଗଲା। ଆଉ ଦେଖନ୍ତୁ ପିଠାଟା ପୁରା ପରଫେକ୍ଟ ହେଇଛି। ତାପରେ ଫେରେ ତେଲ ଟିକେ ଘଷିଦେଲି, ଘଷିକି ଫେରେ ବ୍ୟାଟରଟାକୁ ଦେଇଦେଲି। ପ୍ରାୟ 2.5 ଡଙ୍କି ଦେଇଦେଉଛି। 2.5 ଡଙ୍କି ଦେଇଦେଲେ ଆଉ ପିଠାଟା ପୁରା ପରଫେକ୍ଟ ହେବ। ଆଉ ଦେଖନ୍ତୁ କେତେ ବଢ଼ିଆ ମଜାରେ ପିଠା ଗୁଡ଼ା ହେଇଯାଉଛି ଦେଖନ୍ତୁ। ମୋତେ ତ ବହୁତ ଖୁସି ଲାଗୁଛି ପିଠା କରିଲା ବେଳକୁ, କାହିଁକିନା ମୁଁ ଭାବିନଥିଲି ଏତେ ବଢ଼ିଆ ଭାବରେ ପିଠାଟା ଉଠିଯିବ। ମୁଁ ଭାବିନଥିଲି। ତଳ ବି ବେଶୀ ଲାଲ ହେଇନି, କାହିଁକିନା ଗୁଡ଼ ପଡ଼ିଛି, ଟିକେ ତ ଲାଲ ହେବ ନା। ବଢ଼ିଆ ହେଇଛି ପିଠା, ଏତେ ସଫ୍ଟ ହେଇଛି ପିଠା ଉଠଉ ସେ ପୁରା ଫାଟି ଯାଉଛି। ଦେଖନ୍ତୁ ଏମିତି କରିକି ସବୁ ପିଠା ଯାକ ମୁଁ କରିଦେଲି।
ମୋର ମନେ ଅଛି ଆଗେ ଯେତେବେଳେ ମୋ ମାଆ ପିଠା କରେ ମୁଁ ଦେଖିଛି ସିଏ କ'ଣ କରେ ନା କଢ଼େଇ ବସେଇ ଦେଇକି ଆଣ ଦେଇଦିଏ, ତାପରେ ଗରମ ପାଣି କରି ରଖିଥାଏ, ତାକୁ କଭର କଲା ପରେ ପିଠାକୁ ତା ଚାରିପଟ ଗରମ ପାଣି ବୁଲେଇ ଦିଏ, ବୁଲେଇକି କିଛି ସମୟ ରଖିବାକୁ ପଡ଼େ, ତାପରେ ସେ ପିଠାକୁ ସିଏ ବାହାର କରେ। କିନ୍ତୁ ଆମେ ସେତେବେଳେ ସେମିତି ଦେଖିଲୁ, କିନ୍ତୁ ଆମେ ଏବେ ଯେଉଁ ପିଠା କରୁଛୁ ଆମକୁ ତ ପାଣି ବି ଦେବାକୁ ପଡ଼ୁନି, ଆଉ ଆମେ ଟିକେ ତେଲ ଘଷି ଦେଇ ଆଣ ଦେଇଦେଲେ ଆମ ପିଠା ବି ପରଫେକ୍ଟ ହେଇ ବାହାରି ଯାଉଛି। କାହିଁକିନା ଆମେ ଡରୁଛୁ କ'ଣ ନା କାଳେ ଉଠିବ କି ନାହିଁ, ପ୍ରଥମେ ଗୋଟେ ଦୁଇଟା ଖରାପ ହେଇକି ତାପରେ ଭଲ ବି ହୁଏ, କିନ୍ତୁ ମୋର ପ୍ରଥମରୁ ହିଁ ଭଲ ହେଲା। ଆଉ ମୋତେ ବି ବହୁତ ଖୁସି ଲାଗିଲା ମୋ ପିଠାଟା ଏତେ ବଢ଼ିଆ ମଜାରେ ସବୁ ପିଠା ଯାକ ମୋର ପୁରା ଆରାମସେ ପୁରା ହେଇଗଲା। ତାପରେ ଦେଖନ୍ତୁ ପିଠା କେତେ ବଢ଼ିଆ ହେଇଛି, ପୁରା ଜାଲିଦାର ହେଇଛି, ପୁରା ସଫ୍ଟ ହେଇଛି, ଆଉ ବହୁତ ସୁନ୍ଦର ବି ଲାଗୁଛି। ତା କଲର୍ ଯେମିତି ତାର ସ୍ୱାଦ ବି ଟେଷ୍ଟ ବି ସେମିତି, ଆଉ ଖାଇବାକୁ ବି ବହୁତ ବଢ଼ିଆ। ଦେଖନ୍ତୁ ମୁଁ ଧରୁ ଧରୁ ପିଠା ମଝିରୁ ମାନେ ଏତେ ସଫ୍ଟ ହେଇଛି ସିଏ ପୁରା ମାନେ ଫାଟି ଯାଉଛି, ପୁରା ଜାଲିଦାର ପୁରା। ଏବେ ମୋର ପ୍ରସ୍ତୁତ ହେଇଗଲା ମିଠା ଚିତଉ, ଦେଖନ୍ତୁ। ବାଏ।